ମାନେ ମୁଁ ବି ଭାବିଥିଲି ଆମ ସୌମ୍ୟଶ୍ରୀ ଭଉଣୀଙ୍କ ବିଷୟରେ କିଛି ବି କହିବିନି, କିନ୍ତୁ ବିଶ୍ୱାସ କରନ୍ତୁ ସେ ନ୍ୟୁଜ୍ ଦେଖିଲା ପରଠୁ ନା କିଛି ବି ଭଲ ଲାଗୁନି। ମାନେ ନିଦ ଭୋକ ଶୋଷ ଯେମିତି କୁଆଡ଼େ ହଜି ଯାଇଛି। ମୁଁ ବୁଝିପାରୁନି ତାର ଭୁଲ କେଉଁଠି ରହିଲା। ପୁଣି ଗୋଟେ ଝିଅ ନ୍ୟାୟ ମାଗି ମାଗି ଶେଷରେ ନିଜକୁ ଶେଷ କରିବାକୁ ନିଷ୍ପତ୍ତି ନେଲା। ଆଜି ଯେଉଁମାନେ ରାଜରାସ୍ତାକୁ ଓହ୍ଲେଇଛନ୍ତି ତାକୁ ନ୍ୟାୟ ଦେବାକୁ ଯଦି ଏହି କାମଟା ଟିକେ ଆଗରୁ କରିଥାନ୍ତେ, ହୁଏତ ସେ ଭଉଣୀ ଜଣକ ଆଜି ଆମ ଗହଣରେ ଥାନ୍ତେ। ମୁଁ ବୁଝିପାରୁନି ଏଠି ତାର ଭୁଲ କେଉଁଠି। ନିଜର ଇଜ୍ଜତ, ନିଜର ମାନ ସମ୍ମାନକୁ ବଞ୍ଚେଇବାକୁ ଲଢ଼େଇ କରିବା ନା ସମସ୍ତଙ୍କୁ ନ୍ୟାୟର ଭିକ ମାଗିବା? ସତରେ କ'ଣ ଏ ସମାଜରେ ଝିଅ ହେବା ଅଭିଶାପ? ନା ଏ ସମାଜରେ ଝିଅର ବଞ୍ଚିବାର କିଛି ଅଧିକାର ନାହିଁ? ଆଜିକାଲି ପଶୁମାନେ ବଣ ଜଙ୍ଗଲରେ ରହୁନାହାନ୍ତି ଆଜ୍ଞା, ବରଂ ଶିକ୍ଷାନୁଷ୍ଠାନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଛନ୍ତି। ଏମାନେ ପେଟର ଭୋକ ପାଇଁ ନୁହେଁ, ଦେହର ଭୋକ ପାଇଁ ଗୋଟେ କୋମଳ ଜୀବନକୁ ଶେଷ କରିଦେଉଛନ୍ତି। ଗୋଟେ ନାରୀ ସୁରକ୍ଷିତ କେଉଁଠି? କିଏ ରାଜରାସ୍ତାରୁ ଉଠେଇ ନେଇ ବଳାତ୍କାର କରିକି ମାରିକି ଫୋପାଡ଼ି ଦେଲାଣି, ତ କିଏ ସ୍ୱାସ୍ଥ୍ୟ କେନ୍ଦ୍ରରେ, ତ କିଏ ଶିକ୍ଷାନୁଷ୍ଠାନରେ ମାନସିକ ନିର୍ଯାତନା ଦେଇ ତାକୁ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ବାଧ୍ୟ କରିଲାନି। ଯଦି ଗୋଟିଏ ରାତିରେ ଲକଡାଉନ ହେଇପାରୁଛି, ଯଦି ଗୋଟିଏ ରାତିରେ ନୋଟବନ୍ଦୀ ହେଇପାରୁଛି, ତ ଗୋଟେ ଅପରାଧୀକୁ କାହିଁକି ଦଣ୍ଡ ମିଳିପାରୁନି? କ'ଣ ଆଇନ ଝିଅମାନଙ୍କ କ୍ଷେତ୍ରରେ ଅନ୍ଧପୁଟୁଳି ବାନ୍ଧି ଦେଇଛି? ନା ଆଇନ ଝିଅମାନଙ୍କ କ୍ଷେତ୍ରରେ ଦୁର୍ବଳ ହୋଇଯାଇଛି? ସତରେ କ'ଣ ତାକୁ ନ୍ୟାୟ ମିଳିବ? ନା କିଛି ଦିନ ପରେ ସବୁ ଚୁପଚାପ ହେଇଯିବ, ଆଉ ଦୋଷୀ ଖୁଲମ ଖୁଲା ବାହାରକୁ ବାହାରି ଆସିବ? ଆଉ କେତେ ଝିଅର ବଳିଦାନ ପରେ ଆମ ସରକାରଙ୍କର ଆଖି ଖୋଲିବ? ମୋର ସରକାରଙ୍କୁ ବିନତି ଅନୁରୋଧ, ଆପଣ ଯଥାଶୀଘ୍ର ଦୋଷୀକୁ ଦଣ୍ଡ ଦିଅନ୍ତୁ, ନଚେତ୍ ଏମିତି ଅପରାଧ ଆଗକୁ ବଢ଼ି ବଢ଼ି ଚାଲିବ।